ଓମ୍। ଇରେ ଶ୍ରୀମନ୍, ଆଜି ଗପ ଶୁଣିଲ କେମିତି ଲାଗିଲା? ଭଲ ଲାଗିଲା? ଆଚ୍ଛା, ତୁମେ ଆଉ ଗୋଟେ କଥା ଶୁଣ। ମଣିଷ ଜୀବନରେ କେମିତି ମୁକ୍ତି ପାଇବ? ମୁକ୍ତି ପାଇବାକୁ ହେଲେ 4ଟି ଗ ଅକ୍ଷରକୁ ମନେ ରଖ। ପ୍ରଥମେ ଗୋମାତା। ସକାଳୁ ଉଠିଲେ ଗୋମାତାକୁ କିଛି ଖାଦ୍ୟ ଦେବ। ଦ୍ୱିତୀୟ ହେଲା ଗଙ୍ଗା ମାତା। ସ୍ନାନ କଲାବେଳେ ଗଙ୍ଗା ମାତାଙ୍କ ନାମ ମନ୍ତ୍ର ପଢ଼ି ସ୍ନାନ କରିବ। ତୃତୀୟରେ ହେଲା ଗାଧେଇ ସାରିଲା ପରେ ଗୀତାର କିଛି ପଂକ୍ତିକୁ ପଢ଼ିବ। ତୃତୀୟ ଗ ଗଲା ଗୀତା। ଚତୁର୍ଥରେ ଗୁରୁଙ୍କର ପ୍ରଦତ୍ତ ମନ୍ତ୍ରକୁ ସଦାବେଳେ ସର୍ବଦା ମନନ କରିବ, ଚିନ୍ତନ କରିବ, ନିଧିଧ୍ୟାସନ କରିବ। ମୁକ୍ତି ତ ନିଶ୍ଚୟ ହେବ। ମନେ ରଖିଲ? ଓମ୍।